ଶୋଇବ? ନିଦ ଲାଗୁଛି? ନିଦ ଲାଗୁଛି? ହଉ ଶୋଇପଡ଼। ନିଦ ଛାଡ଼ୁନି? ଶୋଇଯାଅ। ପୁଅଟା ମୋର ଶୋଇପଡ଼ିଲା। ତାକୁ ଖୁବ୍ ନିଦ ହେଇଥିଲା, ସେ ଶୋଇଥିଲା, ପୁଣି ଉଠିଗଲା। ତ ଉଠିଲା ପରେ ତାକୁ ନିଦ ଛାଡ଼ି ନଥିଲା, ତ ସେ ମୋ କୋଳରେ ଝୁଲିକି ଥିଲା। ରୋଷେଇ ନ କଲେ ପୁଣି କେମିତି ହେବ? ତ ପୁଣି ସମସ୍ତେ ପୁଣି ଖାଇବେ। ତ ତାକୁ ମୁଁ କାଖେଇକି ରୋଷେଇ କରିଥିଲି, ସେଥିପାଇଁ ମୁଁ ଭିଡ଼ିଓ ସୁଟ୍ କରୁନଥିଲି, କରିବି ନଥିଲି। ପୁଣି ଯଦି ମୁଁ ସୁଟ୍ କରିବିନି କାଲିକି ମୋତେ ଟାଇମ୍ ହେବନି, ତ ମୁଁ ଅପଲୋଡ଼୍ କରିବି କ'ଣ? ସେଇଥିପାଇଁ ଯାହାହେଲେ ବି ଅଳ୍ପ ଟିକେ ହେଲେ ବି ଚାଲ ରୋଷେଇ ଟାଇମ୍ରେ ସୁଟିଂ କରିବା, କାଲିକି ମୋର ଟାଇମ୍ ହେବନି ଭାବିକି ମୁଁ ମୋର ସୁଟିଂ କରିଦେଲି। ତ ପୁଅ ମୋର ଏଇ ଶୋଇପଡ଼ିଛି। ତାର ପୁଣି ନିଦ ହେଇଗଲା, ଏତିକିବେଳେ ତାକୁ ଶୋଇଦେଲି, ସେ ତାର ଆରାମରେ ଶୋଇପଡ଼ିଛି। ମୁଁ ମୋର ରୋଷେଇ କାମ ବି ସାରି ଦେଇଛି। ଦେଖନ୍ତୁ, ଏଇ କ୍ଲିପ୍ ମୁଁ ଆଣିଥିଲି, ଇଏ ହେଲା 3 କିଲୋ, 3 କେଜି ୱେଟ୍ର। ଆପଣ ଯେକୌଣସି ଜିନିଷ ଏଠି ଝୁଲେଇ ପାରିବେ, ଟାଙ୍ଗି ପାରିବେ। ତ ମୁଁ କ'ଣ କଲି ନା, ଏମିତି ଦୁଇଟା, ଗୋଟେ ପ୍ୟାକେଟ୍ରେ ଦୁଇଟା ଥିଲା, ଆଉ ତାପରେ ଦୁଇଟା ଯେଉଁ କିଛି ତ ଏମିତିର ଦୁଇଟା ଥିଲା, ଆଉ ଗୋଟେ ଅଛି ମଶାରେ ଟାଙ୍ଗିବା ପାଇଁ। ତ ଦେଖନ୍ତୁ, ଏଇଟା ଏମିତିର ତିନିଟା ଥିଲା, ଏମିତିର ତିନିଟା ଥିଲା। ଇଏ ବି 3 କିଲୋ ୱେଟ୍। ସେ ଝୁଲେଇ ଦେଲେ ତାକୁ ଏତିକି ସମ୍ଭାଳି ପାରିବ, ଏଟା ଖସିବନି। 3 କେଜି ଜିନିଷ ଯଦି ମୁଁ ଟାଙ୍ଗି ଦିଏ, ଯେକୌଣସି ଜିନିଷ ବି, ଯେମିତିକି ଡ୍ରେସ୍ ବି ହେଉ କି ଭେନିଟି ହେଉ କି ଯେକୌଣସି ଜିନିଷ ଯଦି 3 କିଲୋ ଥିବ, ତ ତାକୁ ସେଠି ଝୁଲେଇ ଦେଲେ ବି ସେଟା ଆଉ ଖସିବନି। ଦେଖନ୍ତୁ, ମୁଁ ମୋ ଭେଣ୍ଡିକୁ ଏମିତି ଟାଙ୍ଗି ଦେଇଛି। ଆସିଲେ ସେ ତାଙ୍କର ପ୍ୟାଣ୍ଟରୁ ଟାଙ୍ଗି ଦେଇଛନ୍ତି। ଏଠି ବହୁତ ୱେଟ୍ ଜିନିଷ ଅଛି, କାଗଜପତ୍ର ସବୁ କିଛି ମୁଁ ଅଛି। ତାକୁ ଆଉ କେଉଁଠି ଝୁଲେଇ ଦେଲେ ମୋତେ ସୁବିଧା ଲାଗିଲାନି, ସେଥିପାଇଁ ମୁଁ ଏଇଭଳିଆ କ୍ଲିପ୍ ନେଇ ଆସିଛି। ତ ଏମିତି ୱାଲ୍ରେ ତାକୁ ଚାପି ଦେଇଛି। ଏଗୁଡ଼ାକ 3 କିଲୋ ଓଜନର ଜିନିଷ ଆପଣ ଏଠି ଝୁଲେଇ ଦେଇପାରିବେ, କିଛି ହେବନି, ସେ ଖସିବ ବି ନାହିଁ। ବହୁତ ଦିନ ହେଲାଣି ମୁଁ ତାକୁ ଏମିତି ମାରି ଦେଇଛି ୱାଲ୍ରେ, ତ ଏବେ ଝୁଲେଇ ଦେଇଛି, ସେଇଟା ଆଉ ଖସୁ ବି ନାହିଁ। ତା'ର ପୁଣି ପ୍ରୋସେସ୍ଟା ଏମିତି। ଆଉ ଫାଷ୍ଟ ମୁଁ କାନ୍ଥଟାକୁ କ'ଣ କଲି ନା, କପଡ଼ାରେ ପୋଛିଦେଲି, ଓଦା କପଡ଼ାରେ ପୋଛିଦେଲି। ପୋଛିଦେଲା ପରେ ସେଇଟା ଶୁଖିଗଲା। ଶୁଖିଲା ପରେ ତାପରେ ମୁଁ ତାକୁ ଲଗେଇଦେଲି। ତ ଶୁଖିବାର କିଛି ଟାଇମ୍ ପରେ ହିଁ ଲଗେଇ ଦେଇଛି। ତ ଲଗେଇଲା ପରେ ବି ଆପଣ ସାଙ୍ଗେ ସାଙ୍ଗେ ସେଠି କିଛି ଜିନିଷ ଝୁଲେଇବେ ନାହିଁ, ତାକୁ 24 ଘଣ୍ଟା ଟାଇମ୍ ଦେବେ। ଆପଣ ଯେତିକିବେଳେ ତାକୁ ଲଗେଇଦେବେ, ପୋଛି ଦେଇକି ଲଗେଇଦେବେ, ଲଗେଇବାର 24 ଘଣ୍ଟା ପରେ ଆପଣ ଯେକୌଣସି ଜିନିଷକୁ ସେଠି ଝୁଲେଇ ଦେଇପାରିବେ। ତ ସେଠି ଝୁଲେଇ ଦେଲେ ବି ସେଇଟା ଆଉ ଖସିବନି, କେବେ ବି ଖସିବନି। ଦେଖାଯାଉ କେତେ ଦିନ ଯାଉଛି, 1 ଇୟର୍ ଯାଉଛି ନା ଆଉ କେତେ ଯାଉଛି ମୁଁ କହିପାରିବି ନାହିଁ। କିନ୍ତୁ ସେ ଯେଉଁ କଭର୍ଟା ମୁଁ ଫୋପାଡ଼ି ଦେଲି। ଯାଇଥିଲି ମୁଁ ମଲ୍ରୁ ଏମ୍ବୋଜା ମଲ୍ରୁ ମୁଁ ନେଇକି ଆସିଛି। ଆଉ ଏମିତି ୱାଲ୍ରେ ସବୁ ଟାଙ୍ଗି ଦେଇଛି। କାହିଁକିନା ଏମିତି ଆପଣ ଫାଙ୍କା ଜାଗାରେ ଯଦି ଟାଙ୍ଗିଦେବେ, ତା ସୁବିଧାରେ ତାକୁ ନେଇପାରିବେ। ଆଉ ଆଲମିରାରେ ହେଲେ ଆଲମିରା ଖୋଲ, ଲକ୍ ଖୋଲ, ଆଉ ତାକୁ ବାହାର କର, କେତେ କଥା ଅଛି। ଏମିତି ଯଦି ୱାଲ୍ରେ ଲଗେଇ ଦେଇଥିବେ, ଆପଣ ଫଟକିନା ସେଠୁ ନେଇଯାଇପାରିବେ। ସେଥିପାଇଁ ମୁଁ ମୋର ସୁବିଧା ହିସାବରେ ମୁଁ ଏଗୁଡ଼ାକ ଅର୍ଡ଼ର୍ ତ କରିନି। ଏଗୁଡ଼ାକ ମୁଁ ଯାଇକି ନିଜେ ମାର୍କେଟରେ ଯଦି ଦେଖିଲି 3 କିଲୋ
ୱେଟ୍ର ବି ଆପଣ ଟିକେ ଝୁଲେଇ ଦେଇପାରିବେ। ତ ଦେଖନ୍ତି ମୋତେ ଭଲ ଲାଗିଲା, ସେଥିପାଇଁ ମୁଁ ନେଇକି ଆସିଛି। କେତେଟା ପ୍ୟାକେଟ୍, 4ଟା ପ୍ୟାକେଟ୍ ମୁଁ ନେଇକି ଆସିଥିଲି। ଗୋଟେ ପ୍ୟାକେଟ୍ 3ଟା ପିସ୍ ଥିଲା, 3ଟା ପ୍ୟାକେଟ୍ରେ 2 ପିସ୍ ଥିଲା। ତ ମୁଁ ୱାଲ୍ରେ ସବୁ ଟାଙ୍ଗି ଦେଇଛି, ଏଇଟା ପୁରା ଆରାମରେ ଝୁଲିକି ଅଛି। ଏ ପୁଅର ଟୋପି, ଏ ଟୋପିଟା ସେ ପିନ୍ଧିବ, ଯେଉଁଠି ହେଲେ ବି ପକାଇଦେବ। ମୋତେ ପୁଣି ତାକୁ ଖୋଜିକି ଆଣିକି ତାକୁ ପୁଣି ଝୁଲେଇବା ପାଇଁ ମୋତେ ଟାଇମ୍ ଦରକାର। ଖୋଜି ଆଣିକି ଯେଉଁଠି ହେଲେ ଫୋପାଡ଼ି ଦେଉଛି, ତ ମୋତେ ଆଉ ପୁଣି ଯଦି ଫୋପାଡ଼ିଥିବ ତାକୁ ପୁଣି ଖୋଜିକି ଆଣ, ଏଇଠି ସେଠି ରଖିଦେବି, ଟୋପି ପିନ୍ଧି ଦେଉଛି, ପୁଣି ଯେଉଁଠି ହେଲେ ବି ରଖିଦେଉଛି। ହେଲେ ଆମେ ପୁଣି ଯୁଆଡ଼େ ଯଦି ଯିବୁ କି କୌଣସି ପୁଣି ଟୋପି ମାଗିବ, କେଉଁଠି ଟୋପିଟା ଦିଅ, ମୁଁ ପିନ୍ଧିବି, ମୋ କ୍ୟାପ୍ କହିବ। ତାପରେ ମୁଁ କ'ଣ କଲି ନା, ଏମିତି ହେଲେ ସିଏ ଆଉ ପହଞ୍ଚେଇ ପାରିବନି, ଉପରେ ଝୁଲେଇଥିବି। ଯେତେବେଳେ ତାକୁ ଦରକାର ହେବ ମୁଁ ହିଁ ତାକୁ ଦେବି। ଆଉ ତଳ ଜାଗାରେ କେଉଁଠି ରଖିଦେଲା ମାନେ ସିଏ ତା'ର ମନ ଇଚ୍ଛା ଧରି ପଳାଉଛି, ଯେଉଁଠି ଲେପ ହୋଇଯାଉଛି। ତାପରେ ପୁଣି ଜିଦି କରୁଛି, ମୋତେ ଦିଅ, ସେ ଜିନିଷ ହିଁ ମୋତେ ଦରକାର। ରେଡ଼୍ କଲର୍ ଟୋପି ମାନେ ସେ ରେଡ଼୍ କଲର୍ ଟୋପି ହିଁ ପିନ୍ଧିବ, ଆଉ ହ୍ୱାଇଟ୍ କଲର୍ ପିନ୍ଧିବନି କି ବ୍ଲୁ କଲର୍ ପିନ୍ଧିବନି। ବ୍ଲୁ କଲର୍ଟା ବି କୁଆଡ଼େ ଦେଲା କେଜାଣି। ମୁଁ ତାକୁ ପୁଣି ଖୋଜିବା ପାଇଁ ବି ଗୋଟେ ଟାଇମ୍ ଦରକାର, କି ସଫା କରିବା ପାଇଁ ବି ଟାଇମ୍ ଦରକାର। ମୋର ତ ଏତେ କପଡ଼ା ହୁଏ, ଏତେ ସଫା କରିବି ମାନେ ମୁଁ ତ ବୁଝିପାରେନି ଅନ୍ୟ ଲୋକଙ୍କର ଏତେ ହେଉଛି ନା ନାହିଁ। ମୋର ତ ଏତେ କପଡ଼ା ହୁଏ, ସଫା କରିବି ମାନେ କେତେ କପଡ଼ା ସଫା କରିବି, ଫୋଲ୍ଡ କରିବି, ଆଇରନ୍ କରିବି, ଯେ ଦୁନିଆ କଥା। ନିଜ କାମ ପୁଣି ସାର, ଅଫିସ୍ କାମ ସାର, ଛୁଆର କାମ ସାର, ମାନେ ସ୍ୱାମୀର କାମ ସାର, ନିଜ କାମ ପୁଣି। ଗୋଟେ ନାରୀ ମାନେ ଯେତିକି ବେଳେ ସେ ଅନମ୍ୟାରେଡ଼୍ ଥିବ ନା, କେତେ ଫ୍ରିଡ଼ମ୍, ମାନେ କେବଳ ନିଜର ବାପା ମାଆର କ'ଣ କିଛି ସେବା କରିଦେଲ, ବାସ୍ ପୁରା ରିଲାକ୍ସ, ପୁରା ମସ୍ତ ଲାଇଫ୍ ବିତୁଥାଏ। ଭଲ ଫ୍ୟାମିଲିରେ ଜନ୍ମ ହେଇଛ, ସବୁ କିଛି ପାଇଲ, ଅଭାବ ନାହିଁ, କିଛି ନାହିଁ, ପୁରା ମସ୍ତ। ଥରେ ମ୍ୟାରେଜ୍ କଲା ପରେ ଗୋଟେ ଛୁଆ ହେଇଯିବ, ଛୁଆର ଯେଉଁ କେୟାର, ଆଉ ସେ ସବୁ ମାନେ ପୂର୍ବର ମସ୍ତିଟା କମିଯାଏ। ପୁରା ଦାୟିତ୍ୱ, ଘରର ଦାୟିତ୍ୱ ସବୁ କିଛି ପଡ଼ିଯାଏ। ତାପରେ ଏତେ ସବୁ ଦାୟିତ୍ୱକୁ ମୁଣ୍ଡେଇକି ନିଜକୁ ଚଳିବା ପାଇଁ ପଡ଼ିଥାଏ, ଏବଂ ଆଗକୁ ବଢ଼ିବା ପାଇଁ ପଡ଼ିଥାଏ, ନିଜର ସର୍ଭିସ୍କୁ ବି ଦେଖିବା ପାଇଁ ପଡ଼ିଥାଏ। ତ କ'ଣ କରିବା ଆଉ। ବାପଘରଟା ବାପଘର, ଶାଶୁଘରଟା ଶାଶୁଘର। ମୋର ଯେବେ ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର୍ ହେଇଗଲା, ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର୍ ହେଇକି ମୁଁ ଆସିଲି ନୂଆ ଡିଷ୍ଟ୍ରିକ୍ଟରେ, ନୂଆ ସବୁ ଷ୍ଟାଫ୍ ନୂଆ, ସବୁ ନୂଆ, ଆଉ ଜାଗା ବି ନୂଆ, ପୁଣି ସାଥିରେ ଛୋଟ ଛୁଆ। ଏତେ ଟେନସନ୍, ମାନେ ମୁଁ 2 ବର୍ଷ ମୁଁ ବହୁତ ଡିପ୍ରେସନ୍ରେ ଥିଲି। ମାନେ ଏତିକି ଦାୟିତ୍ୱ ତୁଲେଇବାଟା ମୋତେ ବହୁତ କଷ୍ଟ ଲାଗୁଥିଲା। ନା ପାଖରେ ମା, ନା ପାଖରେ ବାପା। ହଜବେଣ୍ଡ ବି ସିଏ ତାଙ୍କର ଅଫିସ୍ ଗଲେ, ନିଜର ତ ଛୁଆର ଦାୟିତ୍ୱ ନେଲା ବେଳେ ବହୁତ କଷ୍ଟ, ମାନେ ବହୁତ କଷ୍ଟ ଲାଗେ। ତ ନୂଆ ଜାଗାରେ ପୁଣି ସବୁ କିଛି ନୂଆ, ଆଡ଼ଜଷ୍ଟ କରିବାଟା ବହୁତ କଷ୍ଟ ଲାଗିଲା। ତାପରେ ମୁଁ ସେଥିପାଇଁ ପୂର୍ବରୁ ଭିଡ଼ିଓ ଅପଲୋଡ଼୍ କରୁଥିଲି, ସେ ସମୟରେ ପୁରା ମସ୍ତରେ ଥିଲି। ତାପରେ ପୁଣି ଯେତିକି ବେଳେ ଟ୍ରାନ୍ସଫର୍ ହେଇକି ଆସିଲି, ମୁଁ ଆଉ କରୁନଥିଲି। ବାଇଚାନ୍ସ କେତେବେଳେ କେମିତି ଯଦି ସୁଟିଂ କରିଥାଏ, ଗୋଟେ ଏମିତି ମଝିମାନଙ୍କୁ ଛାଡ଼େ, ମଝିରେ ଯେଉଁଦିନ ମନ ଭଲ ଥାଏ ସେଦିନ ଗୋଟେ ଛାଡ଼ିଦିଏ। ଆଉ ସେଥିରେ ମୋର ତ ଗ୍ରୋ କରୁନଥିଲା, ପୂର୍ବେ ମୋର ଗ୍ରୋ କରୁଥିଲା, ତାପରେ ପୁଣି ବନ୍ଦ ହେଇଯାଇଥିଲା। ତାପରେ ପୁଣି ଅପଲୋଡ଼୍ କଲି, ପୁଣି ମୋର ଏବେ ଚାଲିଛି କଣ୍ଟିନ୍ୟୁ। ଏଇ ମାସେ କେତେ ହେଉଛି ମୁଁ ମୋର କଣ୍ଟିନ୍ୟୁ କରୁଛି। ମୁଁ ମାଇଣ୍ଡ ସେଟ୍ କଲି ନା, ଆଉ ସେଥିରେ କିଛି ଟେନସନ୍ ନିଅ ନାହିଁ, ଦୁନିଆଟା ତ ଏମିତି ହିଁ, ଦୁନିଆ ସବୁଆଡ଼େ ସମାନ। ଆଉ ବିବାହ କଲା ପରେ ଛୁଆ ପିଲା, ସ୍ୱାମୀ, ଶାଶୁ ଶ୍ୱଶୁର, ଘର ସବୁ ସମ୍ଭାଳିଲା ବେଳେ ଟିକେ ଟେନସନ୍ ଲାଗେ। ତଥାପି ବି ଆଡ଼ଜଷ୍ଟ କରିକି ଚାଲିବା ପାଇଁ ପଡ଼େ। ଧୀରେ ଧୀରେ କ'ଣ ହେବ ନା, ଏଟା ପ୍ରାକ୍ଟିସ୍ରେ ପରିଣତ ହେଇଯାଏ। ଯେତେବେଳେ ଆମେ ଏତେ ସବୁ ଦାୟିତ୍ୱକୁ ନେଇକି ଚଳିଲା ବେଳେ ହେବିଟ୍ଟା ହେଇଯିବ। ଏତେ ସବୁ ଦାୟିତ୍ୱ ନେଇକି ସବୁ କାମ କରିକି ନିଜର ଅଫିସ୍ ସାରିକି ଆଗକୁ ବଢ଼ି ଗଲାବେଳେ ଟିକେ କଷ୍ଟ ତ ଲାଗେ। ତଥାପି ସବୁଦିନ ସେ କାମ କରି ପ୍ରାକ୍ଟିସ୍ ହେଇଯିବ। ପ୍ରାକ୍ଟିସ୍ ହେଇଗଲା ମାନେ ଆଉ ଏତେ କଷ୍ଟ ଲାଗେନି। ଏବେ ମୋର ଧୀରେ ମୋର ହେବିଟ୍ ହେଇଗଲା, ତ ଏତେ ବି କିଛି ଲାଗେନି। ଯେତେ ଟେନସନ୍ ପଡ଼ିଲେ ବି ମାନେ ଟେନସନ୍କୁ ସାମ୍ନା କର,
ତ ଫାଷ୍ଟ ମୋତେ ବହୁତ ଟେନସନ୍ ଲାଗୁଥିଲା, ବହୁତ ମାନେ ତୁଳନା କରିହେବନି, ଏତେ ଦାୟିତ୍ୱ ସମ୍ଭାଳିକି ଚାଲିଲା ବେଳେ ବହୁତ କଷ୍ଟ ଲାଗୁଥିଲା। ତାପରେ ପୁଣି ଭାବିଲି ନା, ପୂର୍ବର କି ଅତୀତରେ ଯାହା କିଛି ସୁଖ ହଉ କି ଦୁଃଖ ହଉ, ଯେକୌଣସି ସବୁ ମୁହୂର୍ତ୍ତ ଯେଉଁ ଆମେ ବିତେଇଥାଉ ତାକୁ ଭୁଲି ଯାଇକି ବର୍ତ୍ତମାନ ଯେମିତି ଚାଲିଛି, ଅସୁବିଧା ଆଉ ସୁବିଧା ହଉ, ସେ ହିସାବରେ ଚାଲି ଆଗକୁ ବଢ଼ିଲେ ହିଁ ନିଶ୍ଚୟ ଭବିଷ୍ୟତରେ ଦିନେ ଭଲରେ ଆମର ଲାଇଫ୍ଟା ଚାଲିବ ବୋଲି ଭାବିକି ମୁଁ ମୋର ଚଲେଇଛି। ଲାଇଫ୍ ସେମିତି ମୋର ଚାଲିଛି। ତ ଆଉ ପୁଣି କ'ଣ ନା, ମୋର ଏତେ ଡିପ୍ରେସନ୍ ରହୁଥିଲା, ମାନେ ଏତେ ହଇରାଣ, ମୋ ପୁଅଟା ବି ଦେହ ଖରାପ ହେଉଥିଲା ନା, ଲୋକଙ୍କର ଛୁଆମାନେ ସବୁ ଭଲ ଥାନ୍ତି, ସୁସ୍ଥ ଥାନ୍ତି, ମୋ ଛୁଆର ହିଁ ଦେହଟା ଖରାପ ଥାଏ। ଏତେ ବର୍ଷ ଧରି 3 ବର୍ଷ ଧରି ତା ଦେହ ଖରାପ, ଯେବେଠୁ ମୁଁ ଟ୍ରାନ୍ସଫର୍ ହେଇକି ଆସିଲି, ମାନେ ଦେହ ଖରାପ ଲାଗି ରହିଥିଲା ବର୍ଷ। ଏତେ ଟ୍ରିଟମେଣ୍ଟ କଲେ ବି ଭଲ ହୁଏନି, କେତେ କଷ୍ଟ ତାକୁ ମୁଁ ଭଲ କରିଛି। ତାପରେ ପୁଣି କ'ଣ ହେଲା ନା, ଯେତିକି ଭଲ ହେଇଗଲା, ଏବେ ତାପରେ ଭାବିଲି ନା, ଲାଇଫ୍ଟା ହିଁ ଏୟା, ଟେନସନ୍ ଆସିଲେ ବି ତାକୁ ଆଡ଼ଜଷ୍ଟ କରିବା ପାଇଁ ପଡ଼େ। ସେ ସମୟ ଟେନସନ୍ ସମୟରେ ମୁଁ ଭାବିଲି କ'ଣ କଲେ ମୋ ମାଇଣ୍ଡଟା ଠିକ୍ ରହିବ। ତ ମୁଁ ସବୁବେଳେ ୟୁଟ୍ୟୁବରେ ଦେଖିଲି ଇଏ କ'ଣ ଗୀତା, ଭାଗବତ, ଯାହାବି କ'ଣ ମୁଁ ଭୁଲିଗଲି। ସେ ଟାଇମ୍ରେ ମୁଁ ଦେଖୁଥିଲି କେତେ ମନ ଆୟତ୍ତରେ ରଖିବା ପାଇଁ। ଯେଉଁ ଟେନସନ୍ ମାନେ କ'ଣ, ଛୁଆର ଦେହ ଖରାପ ଥିବ, ଦିନ ସାରା ଅନିଦ୍ରା, ଏମିତି ମୁଁ 3 ମାସ ପୁରା ଅନିଦ୍ରା ଥିଲି। ମଣିଷ ଗୋଟେ ଦିନ ଅନିଦ୍ରା ରହିଲେ ସେ ଶୋଇପାରେନି, କି ମାନେ ସେ ଭାଙ୍ଗି ପଡ଼େ, କିନ୍ତୁ ମୁଁ 3 ମାସ ଅନିଦ୍ରା ଥିଲି। ମୋ ଛୁଆ ଯେତେବେଳେ ଟ୍ରାନ୍ସଫର୍ ହେଇକି ଆସିଲି, ଏତେ ଦେହ ଖରାପ, ମୋ ହଜବେଣ୍ଡ ବି ଏଠି ରହୁନଥିଲେ, ମୁଁ ଏକା ରହୁଥିଲି। ମୁଁ ପଳେଇ ଆସିଲି ସୁବିଧାରେ ଏଠି ରହିବି ବୋଲି ଭାବିକି, କିନ୍ତୁ ଏତିକି ଟେନସନ୍ ମୋତେ ସହିବା ପାଇଁ ପଡ଼ିଥିଲା ସେ ସମୟଟା। ତ କ'ଣ କଲି ନା, ଭାବିଲି ନା, ଆଡ଼ଜଷ୍ଟ କରିକି ରହିଯିବା, ଚାଲ, ଯେମିତି ଯାହାହେଲେ ବି ଆଡ଼ଜଷ୍ଟ କଲେ ସବୁ ହେବ। ତ ଟେନସନ୍ ତ ଲାଗେ। ତ ଛୁଆର ଦେହ ଖରାପ, ଏତେ 3 ମାସ ଧରି ତା ଦେହ ଖରାପ କଣ୍ଟିନ୍ୟୁ, ମୋ ବହୁତ ସେ ଦୁଃଖ ମୋର ପୁରା ସ୍ମୃତି ହେଇକି ରହିଛି, ମୁଁ ଭୁଲି ପାରିବିନି। 3 ମାସ ଅନିଦ୍ରା, ରାତି ସାରା ଅନିଦ୍ରା, ଛୁଆର ଦେହ ଖରାପ ଥାଏ। ତାପରେ ମୁଁ ତ ରାତିରେ ବି ଶୋଇପାରିନଥାଏ। ସକାଳେ ହେବ, ନିଜର କାମ ସାର, ପୁଣି ଅଫିସ୍ ଯାଅ, ସେଠି ବି ନିଜର ଡ୍ୟୁଟି ସାରିକି ଆସିବ, ପୁଣି ଛୁଆର ଟେନସନ୍, କ'ଣ କହିବି ଆଉ। ଅନେକ କେତେ ଟେନସନ୍ ଯେ ଜୀବନରେ ଥାଏ, ଅକୁହା କଥା ବି ରହିଯାଇଥାଏ, ଯାହାକି କହି ହୁଏ ନାହିଁ। ସେମିତି ସବୁକିଛି ସହିକି ଶାଶୁଘରେ ରହିବା ପାଇଁ ପଡ଼ିଥାଏ। ଇଏ ହେଲା ଜୀବନ, ଗୋଟେ ନାରୀର ଜୀବନ। ତେବେ ଯାଇ ଭବିଷ୍ୟତରେ ଭଲରେ ରହିବ। ଆଉ କେତେ କଥା ଅଛି, ମୁଁ ଆଉ ଦିନେ କଥା ହେବି। ଏବେ ମୋର ଟାଇମ୍ ହେଲାଣି, ପୁଣି ଖାଇବା ପାଇଁ ପୁଣି ଦେବି। ଏଇ 9ଟା ହେଇଗଲାଣି ଟାଇମ୍। ତ ପୁଅ ମୋର ବି ଶୋଇପଡ଼ିଛି, ସେ ତା'ର ସନ୍ଧ୍ୟାରେ ଯାହା ଖାଇଥିଲା ଶୋଇପଡ଼ିଛି। ଆଜି ଦିନ ବେଳେ ଶୋଇନି, 2ଟାରେ ସେ ଶୋଇବା କଥା, ସବୁଦିନ 2ଟାରେ ଶୋଏ, ଆଜି ଶୋଇଲା ନାହିଁ। ତ ସେ ଏବେ ଶୋଇପଡ଼ିଛି, ଏବେ ଆଉ ଉଠିବ ନାହିଁ ନା କ'ଣ କେଜାଣି, ଉଠିଥିଲା ସେ ପୁଣି ଶୋଇପଡ଼ିଲା। ତାକୁ ପୁଣି କାଖେଇକି ରୋଷେଇ ସାରିଲି, ତାକୁ ପୁଣି ଶୋଇ ଦେଇଛି, ଶୋଇପଡ଼ିଛି। ଏବେ ପୁଣି ମୁଁ ସମସ୍ତଙ୍କୁ ଖାଇବା ପିଇବା ଦେଇଦିଏ, ତାପରେ ପୁଣି ନେକ୍ସଟ ଦେଖା ହେବ ଆର ବ୍ଲଗ୍ରେ।